ବଜ୍ରାଘାତର ଶିକାର ହୋଇ ମହିଳା ମୃତ, ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି। ବିଲରେ କାମ କରୁଥିବା ବେଳେ ବଜ୍ରାଘାତର ଶିକାର ହୋଇ ମହିଳା ମୃତ। ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ସୁନାରୁଇ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ସୂଚନା ଅନୁଯାୟୀ ସୁନାରୁଇ ଗ୍ରାମର କାଳୀଚରଣ ଜେନାଙ୍କ ସ୍ତ୍ରୀ ବାସନ୍ତୀ ଜେନା ଆଜି ସକାଳେ ବିଲକୁ ଧାନ ତଳି ରୋଇବା ପାଇଁ ଯାଇଥିଲେ। ହଠାତ୍ ପ୍ରବଳ ବର୍ଷା ଏବଂ ଘଡ଼ଘଡ଼ି ଆରମ୍ଭ ହେବାରୁ ସେ ବିଲରୁ ଆସୁଥିବା ବେଳେ ବଜ୍ରପାତ ହୋଇଥିଲା। ଘଟଣାସ୍ଥଳରେ ବାସନ୍ତୀ ସଂଜ୍ଞାହୀନ ହୋଇପଡ଼ିଥିଲେ। ପରିବାର ଲୋକେ ତୁରନ୍ତ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ମୃତକ ବାସନ୍ତୀଙ୍କ ପରିବାର ଅତ୍ୟନ୍ତ ଗରିବ ହୋଇଥିବାରୁ ତୁରନ୍ତ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି। ବ୍ୟୁରୋ ରିପୋର୍ଟ, ବାଲେଶ୍ୱର ଖବର। ଆପଣ ନାଁ କ'ଣ? କାଳୀଚରଣ ଜେନା, ଘର ସୁନାରୁଇ। କ'ଣ ଘଟଣା ହେଲା କହିଲେ? ବିଲରେ କାମ କରୁଥିଲେ, ତଳିକ ପଡ଼ିଗଲା। କିଏ ହେବେ ଆପଣ? ମୋ ସ୍ତ୍ରୀ। ଆଚ୍ଛା, ଆପଣ ସକାଳୁ ଉଠିକି ଯାଇଥିଲେ ବିଲକୁ ନା କ'ଣ? ତାପରେ କ'ଣ ହେଲା? ହଁ, ସକାଳେ ଉଠି ବିଲକୁ ଯାଇଥିଲେ। ସୁଜିତ କୁମାର ଜେନା, ଘର ସୁନାରୁଇ। ଆଚ୍ଛା, କ'ଣ ଘଟଣା ହେଇଛି? ଯେ ଡେଥ୍ କରିଛନ୍ତି କିଏ ହେବେ? ମୋ ମା'। କ'ଣ ଘଟଣା ହେଇଛି କହିଲେ? ବିଲ ରୋଉଥିଲେ, ଲାଇଟିଂ ମାରିଲା, ନଉଟି ପଡ଼ିଲେ। ମୁଁ ଉଠିକି ଘରକୁ ନେଇ ଆସିଲି। ଘରକୁ ମେଡ଼ିକାଲ ନେଇ ଆସିଲି। ମେଡ଼ିକାଲରେ କ'ଣ କହୁଛନ୍ତି? ମେଡ଼ିକାଲରେ କହୁଛନ୍ତି ସେ ଆଉ ନାହାନ୍ତି। କେତେବେଳେ ଟାଇମ୍ ହେଇଛି? ଜଷ୍ଟ 1 ଘଣ୍ଟା ପୂର୍ବରୁ।